हेलो जय जगन्नाथ नमस्कार। गुड ଏବେ ତ ବହୁତ ରାତି ହେଇସାରିଲାଣି ତ ମୁଁ କେତେ ଦିନ ହେଲାଣି ଭିଡ଼ିଓ ଅପଲୋଡ଼ କରୁନଥିଲି। ମୋ ମାମା ଯେ ତାଙ୍କ ଦେହ ଟିକେ ଭଲ ନାହିଁ ତ ଆଣ୍ଠୁ ନିଲ୍ ରିପ୍ଲେସମେଣ୍ଟ ଚାଲିଛି। ନିଲ୍ ରିପ୍ଲେସମେଣ୍ଟ ଚାଲିଛି ତାଙ୍କର କର କ୍ଲିନିକ୍ କର ହସ୍ପିଟାଲରେ। ତ ସେଥିପାଇଁ ମୁଁ ଭିଡ଼ିଓ ଅପଲୋଡ଼ କରିନଥିଲି। ଆଉ ସମସ୍ତେ ଟିକେ ୱିଶ୍ କରନ୍ତୁ କେମିତି ମାମାଙ୍କ ଟିକେ ଦେହ ଭଲ ହେଇଯାଉ। ବହୁତ ଆଣ୍ଠୁ ପେନ୍ ହେଇକି ତ ତାଙ୍କର ଅପରେସନ୍ ଏବେ ହେଇଛି। ଯୋଡ଼େ ଆଣ୍ଠୁ ନା ଦୁଇଟାକ ଅପରେସନ୍ ହେଇଛି। ପାଖାପାଖି ଆମାଉଣ୍ଟ ଖର୍ଚ୍ଚ ହେଇଛି 4 ଲକ୍ଷ ପରେ। ଆଉ ଏଇନା ତାର ଫିଜିଓଥେରାପି ଲ୍ୟାବ୍ ଚାଲିଛି କର କ୍ଲିନିକ୍ରେ। ଏଇନା 15 ଦିନ କି ମାସେ ଏଇନା ଫିଜିଓଥେରାପି ଚାଲିବ। ତାପରେ କଣ୍ଟିନ୍ୟୁସ୍ ଧୀରେ ଧୀରେ ଆସ୍ତେ ଆସ୍ତେ ଚାଲିଲେ ତ ଆସ୍ତେ ଆସ୍ତେ ଚାଲିବ। ଆଉ ଏଇଟା ଭାରି କ୍ରିଟିକାଲ୍ ଅପରେସନ୍ ଥିଲା ତ ସେଥିପାଇଁ ମୁଁ ଆଉ ଭିଡ଼ିଓ କିଛି କରିପାରୁନଥିଲି। ବହୁତ ବିଜି ଥିଲି। ଏମିତିରେ ବି ବହୁତ ଏଇନା ଶୋଇପଡ଼ିଛି ଦେଖନ୍ତୁ ସେପଟେ ଚୁପଚାପ ବି ଶୋଇପଡ଼ିଛି। ତ ଏସିଟା ଏଇନା ଚାଲିଛି ଦେଖଉଛି ଆପଣଙ୍କୁ। ଏଇ ଦେଖନ୍ତୁ ଏସି ଚଲେଇଛି। ବିନା ଏସିରେ ସେ ଟୋକା ଜମା ଶୋଉନି। ଏମିତିରେ ବି ଭାରି ଗରମ ଜୋର ହେଉଛି ତ ସେଥିପାଇଁ ମୁଁ ଆଜି ଏସିଟା ଅନ୍ କରିଦେଇଛି। ତ ଏସି ଅନ୍ କରିକି ଶୋଇଛି। ବହୁତ ରାତି ବି ହେଇସାରିଲାଣି 11:30 ପରେ ପାଖାପାଖି ହେଲାଣି। ତ ଏବେ ତ କ'ଣ ତ ଟିକେ ତା ଦେହଟା ଟିକେ ଭଲ ନାହିଁ ତ ସେଥିପାଇଁ ଟିକେ ଯିବା ଆସିବା କରିବାକୁ ପଡ଼ୁଛି। ଟିକେ ଟାଇମ୍ ବି ହେଉନି ଟିକେ ସେପଟେ ଯିବା ଆସିବା କରୁଛୁ। ଆଉ ତାପରେ ଏଇନା ଫିଜିଓଥେରାପି ଚାଲିଛି। ଏଇନା 15 ଦିନ ମାସେ ଚାଲିବ ଫିଜିଓଥେରାପି ଚାଲିବ। ତା ରିସେଣ୍ଟ ଏଇନା ଜଷ୍ଟ ଅପରେସନ୍ ହେଇଛି। ତା ମନଟା ତ ସେତେ ଭଲ ନାହିଁ ତ ସେଥିପାଇଁ ମୁଁ ଆଉ ଭିଡ଼ିଓ କିଛି କରିପାରୁନି। କାଲିଠୁ ଯେକୌଣସି ଭିଡ଼ିଓ ହେଲେ ମୁଁ ଆପଣଙ୍କ ପାଖକୁ ସେୟାର କରିବି। ଗୁରୁ ଏଇନା ବହୁତ ଦୁଷ୍ଟ ହେଇଯାଇଛି। କାହାରି କଥା ହିଁ ମାନୁନି। ବହୁତ ଦୁଷ୍ଟ ହେଇଯାଇଛି। ଆଉ ଏମିତିରେ ବି ମାଆ ତାର ଏତେ ନିଜର ମାନେ ମାଆଙ୍କୁ ବହୁତ ସେ ହଇରାଣ କରୁଛି ସମସ୍ତେ। ଆଉ ବହୁତ ବି ମୁଁ ତାକୁ ମରାମରି କରୁଛି। ମାନେ ଏତେ ଦୁଷ୍ଟ ହେଇଛି ଏତେ ଜିଦି ମୁଣ୍ଡ ଖରାପ କରିଦେଉଛି। ତ ସେ ଏଇନା ଶୋଇପଡ଼ିଛି। ଆଉ ମୁଁ ସେଥିପାଇଁ ଟାଇମ୍ ଦେଇପାରୁନି ତାକୁ ତ ସେଥିପାଇଁ ଭିଡ଼ିଓ କରିପାରୁନଥିଲି। ଆଉ ଟିକେ ନା ତା ଦେହ ଟିକେ ଭଲ ଅଛି ଫିଜିଓଥେରାପି ଚାଲିଛି। କାଲି ମୁଁ ଭିଡ଼ିଓ ଷ୍ଟାର୍ଟ କରିବି। ଆପଣମାନେ ଦେଖିବେ ସବୁ ଲାଇକ୍ କରିବେ ସବସ୍କ୍ରାଇବ୍ କରିବେ କମେଣ୍ଟ କରିବେ। ରଖୁଛି ଜୟ ଜଗନ୍ନାଥ ନମସ୍କାର।